ମନୁସ୍ମୃତି ନା ତ ନିଶ୍ଚୟ ଶୁଣିଥିବେ। ପ୍ରାଚୀନ ଭାରତର ଏମିତି ଏକ ଗ୍ରନ୍ଥ ଯାହା ଯେତିକି ପ୍ରଭାବଶାଳୀ, ସତ କହିବାକୁ ଗଲେ ସେତିକି ହିଁ ବିବାଦୀୟ। ଶହ ଶହ ବର୍ଷ ଧରି ଏହା ଭାରତୀୟ ସମାଜର ନୀତି ନିୟମକୁ ଗଢ଼ି ଆସିଛି, କିନ୍ତୁ ଏହାକୁ ନେଇ ଆଜି ବି ତର୍କ ବିତର୍କର ଶେଷ ନାହିଁ। ତେବେ ପ୍ରଶ୍ନ ଉଠୁଛି, ଏଇଟା ପ୍ରକୃତରେ ଥିଲା କ'ଣ? ଗୋଟେ ସୁନ୍ଦର ଶୃଙ୍ଖଳିତ ସମାଜ ପାଇଁ ଏକ ଗାଇଡବୁକ୍, ନା ଏକ କଠୋର ସାମାଜିକ ବ୍ୟବସ୍ଥାକୁ ଠିକ୍ ବୋଲି ଦେଖାଇବା ଆଉ ଶୋଷଣକୁ ଜାରି ରଖିବା ପାଇଁ ଏକ ହତିଆର? ଏହି ଦ୍ୱନ୍ଦ୍ୱ ହିଁ ମନୁସ୍ମୃତିକୁ ନେଇ ଚାଲିଥିବା ସବୁ ବିତର୍କର ମୂଳ କଥା। ତେବେ ଆସନ୍ତୁ ପ୍ରଥମେ ସରଳ ଭାଷାରେ ବୁଝିବା ମନୁସ୍ମୃତି କ'ଣ। ଦେଖନ୍ତୁ, ଏହା ଏକ ପ୍ରାଚୀନ ସଂସ୍କୃତ ଗ୍ରନ୍ଥ। କୁହାଯାଏ ଯେ ମାନବ ଜାତିର ଆଦିପୁରୁଷ ମନୁ ଯେଉଁ ଉପଦେଶ ଦେଇଥିଲେ, ଏହା ହେଉଛି ତାର ସଂକଳନ। ଏଥିରେ କ'ଣ ଲେଖା ଅଛି? ଧର୍ମ ମାନେ କାହାର କ'ଣ କର୍ତ୍ତବ୍ୟ, ସମାଜର ଆଇନ କାନୁନ, ଦଣ୍ଡବିଧାନ ଆଉ କେଉଁ ବର୍ଗର ଲୋକ କେମିତି ଚଳିବେ, ସେସବୁ ବିଷୟରେ ବିସ୍ତୃତ ଭାବେ କୁହାଯାଇଛି। ଆସନ୍ତୁ ପ୍ରଥମେ ଏହାର ବିରୋଧରେ ଯାଉଥିବା ଯୁକ୍ତିଗୁଡ଼ିକୁ ଦେଖିବା। ଏହି ମତ ଅନୁସାରେ ମନୁସ୍ମୃତି ଏକ କଠୋର ଆଉ ଅନ୍ୟାୟପୂର୍ଣ୍ଣ ସାମାଜିକ ବ୍ୟବସ୍ଥାର ବ୍ଲୁପ୍ରିଣ୍ଟ ତିଆରି କରେ। ଯେଉଁମାନେ ଏହାର ସମାଲୋଚନା କରନ୍ତି, ସେମାନେ କହନ୍ତି ଏହା ଏକ ଶୋଷଣକାରୀ ବ୍ୟବସ୍ଥାକୁ ଆଇନର ମୋହର ଦେଇଥାଏ। ଆଉ ଏହି ଯୁକ୍ତିର ମୂଳ ଆରମ୍ଭ ହୁଏ ଏହି ଧାରଣାରୁ। ଗୋଟିଏ ଶ୍ଲୋକରେ କୁହାଯାଉଛି ଯେ କିପରି ସମାଜର ଚାରି ବର୍ଣ୍ଣ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଆଉ ଶୂଦ୍ର ସ୍ୱୟଂ ବ୍ରହ୍ମାଙ୍କ ଶରୀରର ଅଲଗା ଅଲଗା ଅଙ୍ଗରୁ ସୃଷ୍ଟି ହୋଇଛନ୍ତି। ଏହି କଥାଟି ସିଧାସଳଖ ଜନ୍ମଗତ ଶ୍ରେଷ୍ଠତାକୁ ଈଶ୍ୱରଙ୍କ ଆଦେଶ ବୋଲି କହିଦିଏ, ଯେଉଁଥିରେ କିଏ କେଉଁଠି ରହିବ ଆଉ କ'ଣ କାମ କରିବ ସେସବୁ ଜନ୍ମରୁ ହିଁ ଠିକ୍ ହୋଇଯାଏ। ତେବେ ଏହି ବ୍ୟବସ୍ଥାରେ ସବୁଠୁ ତଳେ ଥିବା ଶୂଦ୍ରମାନଙ୍କ ପାଇଁ ନିୟମ କ'ଣ ଥିଲା? ମନୁସ୍ମୃତି କହୁଛି ସେମାନଙ୍କର ଗୋଟିଏ ହିଁ କାମ, ଉପର ତିନି ବର୍ଣ୍ଣର ସେବା କରିବା। କେବଳ ସେତିକି ନୁହେଁ, ସେମାନଙ୍କର ନାଁ ବି ଏମିତି ହେବା ଦରକାର ଯାହା ଅପମାନଜନକ ଶୁଭିବ। ପାଠ ପଢ଼ିବା ମନା ଆଉ ସମ୍ପତ୍ତି ରଖିବାର ଅଧିକାର ବି ନାହିଁ। ଏମିତିକି ଜଣେ ବ୍ରାହ୍ମଣ ଚାହିଁଲେ ତାଙ୍କ ଜିନିଷ ବିନା ପ୍ରଶ୍ନରେ ନେଇପାରିବେ ବୋଲି ଲେଖାଅଛି। ଆଉ ଯଦି କେହି ଏ ନିୟମ ଭାଙ୍ଗେ, ତାହେଲେ ଦଣ୍ଡ ଥିଲା ଅତି ଭୟଙ୍କର। ଉଦାହରଣ ସ୍ୱରୂପ, ଯଦି କେହି ଉଚ୍ଚ ବର୍ଣ୍ଣର ଲୋକଙ୍କୁ ଅପମାନ କଲା, ତାର ଜିଭ କାଟିଦେବାର ଦଣ୍ଡ ଥିଲା। କଥା ଏତିକିରେ ସରିନି। ଧାର୍ମିକ କ୍ଷେତ୍ରରେ ବି କଠୋରତା କମ୍ ନଥିଲା। ଯଦି କେହି ଶୂଦ୍ର ଭୁଲରେ ବି ବ୍ରାହ୍ମଣମାନଙ୍କୁ ଧର୍ମ ଉପଦେଶ ଦେବାକୁ ଚେଷ୍ଟା କଲା, ତାର ପରିଣାମ ଥିଲା ଭୟାବହ। ତା ମୁହଁ ଆଉ କାନରେ ଗରମ ତେଲ ଢାଳିଦେବାକୁ କୁହାଯାଇଥିଲା। ଆଉ ଜାତିଗତ ଶୁଦ୍ଧତା ବଜାୟ ରଖିବା ପାଇଁ ସବୁଠୁ ବଡ଼ ଦଣ୍ଡ ଥିଲା ମୃତ୍ୟୁଦଣ୍ଡ। ଉଚ୍ଚ ଜାତିର ମହିଳାଙ୍କ ସହ ସମ୍ପର୍କ ରଖିଲେ ଏହି ଦଣ୍ଡର ବ୍ୟବସ୍ଥା ଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସାମାଜିକ ସୀମାରେଖାକୁ କେତେ କଠୋର ଭାବରେ ଲାଗୁ କରାଯାଉଥିଲା। କିନ୍ତୁ କାହାଣୀରେ ଏକ ଟ୍ୱିଷ୍ଟ ଅଛି। ଅନ୍ୟ ଏକ ଯୁକ୍ତି କହୁଛି ଯେ ଆଜି ଆମ ପାଖରେ ଯେଉଁ ମନୁସ୍ମୃତି ଅଛି, ତାହା ଅସଲି ନୁହେଁ। ଏହି ମତ ଅନୁସାରେ ଏଥିରେ ଥିବା ଅନେକ କଠୋର ଆଉ ବିବାଦୀୟ ଶ୍ଲୋକ ପରବର୍ତ୍ତୀ ସମୟରେ ମିଶାଇ ଦିଆଯାଇଛି। ଏଇଠି ହିଁ ତ ସବୁଠୁ ବଡ଼ ପ୍ରଶ୍ନ ଆସୁଛି। ଦେଖନ୍ତୁ, ଗୋଟିଏ ପଟେ ଏକ ଶ୍ଲୋକ କହୁଛି ଶୂଦ୍ର ହେଉଛି ବ୍ରାହ୍ମଣର ଦାସ, କିନ୍ତୁ ଅଗ୍ନିବୀର ଭଳି ସଂଗଠନ ପ୍ରଶ୍ନ କରୁଛନ୍ତି ଗୋଟିଏ ବହିରେ ଏମିତି ପରସ୍ପର ବିରୋଧିକତା କେମିତି ରହିବ? ଏହା ହିଁ ମିଶ୍ରଣ ଥିଓରିର ମୂଳ ପ୍ରଶ୍ନ। ଏହାର ଉତ୍ତରରେ ଆସୁଛି ମିଶ୍ରଣ ବା ପ୍ରକ୍ଷେପର ସିଦ୍ଧାନ୍ତ। ଏହି ସିଦ୍ଧାନ୍ତ ଅନୁସାରେ ଅସଲି ମନୁସ୍ମୃତିରେ ଏସବୁ କଠୋର ନିୟମ ନଥିଲା। ପରବର୍ତ୍ତୀ ସମୟରେ କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଏସବୁକୁ ମୂଳ ଗ୍ରନ୍ଥରେ ଯୋଡ଼ି ଦେଇଥିଲେ। ଆଉ ଏହି ମିଶ୍ରଣ କିଛି ଛୋଟମୋଟ ନୁହେଁ। ଅଗ୍ନିବୀର ଭଳି କିଛି ସଂଗଠନ ଆଉ ଗବେଷକ ଦାବି କରନ୍ତି ଯେ ଆଜିର ମନୁସ୍ମୃତିର ପାଖାପାଖି 60% ଅଂଶ ହେଉଛି ନକଲି। ଭାବିପାରୁଛନ୍ତି? ଏହା ଏକ ବହୁତ ବଡ଼ ଦାବି। ତେବେ ଏହି ଯୁକ୍ତି ପଛରେ କିଛି ପ୍ରମାଣ ଅଛି କି? ହଁ, ଅଛି। ଏଥିପାଇଁ ଅନ୍ୟ ପୁରାଣ ଆଉ ଗ୍ରନ୍ଥରୁ ଉଦାହରଣ ଦିଆଯାଏ। ମହାଭାରତରେ ଏମିତି ଅନେକ ଚରିତ୍ର ଅଛନ୍ତି ଯେଉଁମାନେ ନିଜ କର୍ମ ବଳରେ ନିଜ ବର୍ଣ୍ଣ ବଦଳାଇଛନ୍ତି। ଯେମିତି କ୍ଷତ୍ରିୟ ବିଶ୍ୱାମିତ୍ର ବ୍ରାହ୍ମଣ ହେଲେ, କିମ୍ବା ଦାସୀପୁତ୍ର ବିଦୁର ମନ୍ତ୍ରୀ ଆଉ ବ୍ରାହ୍ମଣ ହେଲେ। ଏସବୁ ଦର୍ଶାଏ ଯେ ବର୍ଣ୍ଣ ବ୍ୟବସ୍ଥା ବୁଦ୍ଧୁରେ ଆରମ୍ଭରୁ କର୍ମ ଉପରେ ଆଧାରିତ ଥିଲା, ଜନ୍ମ ଉପରେ ନୁହେଁ। ଆଚ୍ଛା, ଏତେ ପୁରୁଣା ଗୋଟେ ବହି କଥା ଆମେ ଆଜି କାହିଁକି କହୁଛେ? ଏଇଟା ଏତେ ଜରୁରୀ କାହିଁକି? କାରଣ ଏହାର ପ୍ରଭାବ କେବଳ ଇତିହାସର ପୃଷ୍ଠାରେ ସୀମିତ ନାହିଁ, ଏହା ଆଜିର ସମାଜକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରୁଛି। ଏହି ପ୍ରଶ୍ନର ସବୁଠୁ ଶକ୍ତିଶାଳୀ ଉତ୍ତର ହୁଏ ଡକ୍ଟର B.R. ଆମ୍ବେଦକର ଦେଇଛନ୍ତି। ତାଙ୍କର ଏହି କଥା ଜାତି ପ୍ରଥାର ବାସ୍ତବ ପ୍ରଭାବକୁ ଦେଖାଏ। ସେ କହିଥିଲେ, ଏହି ଜାତି ବ୍ୟବସ୍ଥା ଯୋଗୁଁ ହିନ୍ଦୁ ସମାଜ ବୋଲି ଗୋଟେ ଏକତାର ଭାବନା କେବେ ସମ୍ଭବ ହୋଇପାରିନାହିଁ। ବରଂ ଏହା କେବଳ ଅଲଗା ଅଲଗା ଜାତିର ଏକ ମିଶ୍ରଣ ହୋଇ ରହିଯାଇଛି।
ଆମ୍ବେଦକରଙ୍କ ବିଶ୍ଳେଷଣ କେବଳ ସାମାଜିକ ସ୍ତରରେ ସୀମିତ ନଥିଲା। ସେ ଯୁକ୍ତି କରିଥିଲେ ଯେ ଜାତି ବ୍ୟବସ୍ଥା ଦେଶର ଆର୍ଥିକ ପ୍ରଗତିରେ ମଧ୍ୟ ବହୁତ ବଡ଼ ବାଧା। କାହିଁକି? କାରଣ ଏହା ଲୋକଙ୍କୁ ସେମାନଙ୍କ ଯୋଗ୍ୟତା ବା ଇଚ୍ଛା ଅନୁସାରେ କାମ କରିବାକୁ ଦିଏନି, ବରଂ ଜନ୍ମ ହିସାବରେ କାମ ବାଣ୍ଟି ଦିଏ। ଏହା ପୂରା ସମାଜର ଦକ୍ଷତାକୁ କମ୍ କରିଦିଏ। ଆଉ ସେଇଥିପାଇଁ ମନୁସ୍ମୃତିର ପ୍ରକୃତ ସତ କ'ଣ, ସେ ବିତର୍କ ଆଜି ଖାଲି ଇତିହାସର କଥା ନୁହେଁ। ଏହା ଆଧୁନିକ ଭାରତରେ ସାମାଜିକ ନ୍ୟାୟ ଆଉ ସମାନତା ପାଇଁ ଚାଲିଥିବା ସଂଘର୍ଷ ସହିତ ସିଧାସଳଖ ଜଡ଼ିତ। ତେବେ ଶେଷରେ ଆମେ ଆସି ପହଞ୍ଚିଲେ ଦୁଇଟି ଅଲଗା ଅଲଗା ରାସ୍ତାରେ। ଗୋଟିଏ ପଟେ ଏକ ଦମନକାରୀ ବ୍ୟବସ୍ଥାର ଆଇନ, ଆଉ ଅନ୍ୟପଟେ ଏକ ମିଶ୍ରିତ ବା ବଦଳାଯାଇଥିବା ଗ୍ରନ୍ଥର ତତ୍ତ୍ୱ। ଏହାର କୌଣସି ସିଧାସଳଖ ଉତ୍ତର ନାହିଁ। ଗୋଟିଏ ଦୃଷ୍ଟିକୋଣ କହୁଛି ଏହା ଏକ ଦୈବୀ ସଂହିତା, ଯାହା ସମାଜରେ ଶୃଙ୍ଖଳା ଆଣିବା ପାଇଁ ତିଆରି ହୋଇଥିଲା। ଆଉ ଦ୍ୱିତୀୟ ଦୃଷ୍ଟିକୋଣ କହୁଛି ନା, ଏହାର ମୂଳ ରୂପ ଯୋଗ୍ୟତା ଉପରେ ଆଧାରିତ ଥିଲା, ଯାହାକୁ ପରେ ଜନ୍ମ ଆଧାରିତ ଶୋଷଣକାରୀ ବ୍ୟବସ୍ଥାକୁ ଠିକ୍ ବୋଲି ଦେଖାଇବା ପାଇଁ ବଦଳାଇ ଦିଆଗଲା। ତେଣୁ ଶେଷ ପ୍ରଶ୍ନଟି ହେଉଛି, ଯେତେବେଳେ ଗୋଟିଏ ପ୍ରାଚୀନ ଗ୍ରନ୍ଥର ଏକାଧିକ ଇତିହାସ ଥାଏ, ତାର ପ୍ରକୃତ ପରିଚୟ କ'ଣ ହେବା ଉଚିତ, ଆଉ ଏହାକୁ ସ୍ଥିର କରିବାର ଅଧିକାର କାହାର?